ପିଲାମାନେ ତୁମମାନଙ୍କୁ ଆର୍ଟ୍ସ ଏକାଡେମୀର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ସେକେଣ୍ଡ ଇୟର ଇକୋନୋମିକ୍ସର ୟୁନିଟ୍ 1 ର ଚାପ୍ଟର 1, ଯୋଉଟା କି ତମର ଅଛି କ'ଣ ନା ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଏବଂ ବିଷୟବସ୍ତୁ। ସେ ବିଷୟରେ ଆମେ କ'ଣ କରିବା, ସବିଶେଷରେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା ଅର୍ଥଶାସ୍ତ୍ରର ଏକ ସଂକ୍ଷିପ୍ତ ପରିଚୟ। ଆମେ ଜାଣିଛେ विज्ञान ହେଉଛି ଦୁଇ ପ୍ରକାର। ଗୋଟେ ହେଉଛି ଭୌତିକ ବିଜ୍ଞାନ, ଯୋଉଟା କି ପଦାର୍ଥର ଗୁଣ ବା ପଦାର୍ଥର ପ୍ରକୃତି ଉପରେ ଆଲୋକପାତ କରେ। ଅନ୍ୟଟି ହେଉଛି ସାମାଜିକ ବିଜ୍ଞାନ, ଯୋଉଟା କି ସମାଜ ଉପରେ ଆଧାରିତ। ତ ଅର୍ଥଶାସ୍ତ୍ର ଠିକ୍ ସେହିପରି ଏକ ସାମାଜିକ ବିଜ୍ଞାନ, ଯୋଉଟା କି ମାନବର ଦୈନନ୍ଦିନ ଅର୍ଥନୈତିକ କାର୍ଯ୍ୟାବଳୀର ଅଧ୍ୟୟନ କରିଥାଏ। ଅର୍ଥାତ୍ ମଣିଷ ପ୍ରତ୍ୟେକ ଦିନ କେଉଁ ପ୍ରକାର ଅର୍ଥନୈତିକ କାର୍ଯ୍ୟ କରିଥାଏ, ତାହାକୁ ଏଇ ଅର୍ଥଶାସ୍ତ୍ର କ'ଣ କରିଥାଏ ନା ଅଧ୍ୟୟନ କରିଥାଏ, ତାକୁ ସେ ତର୍ଜମା କରିଥାଏ। ଏହା ମଣିଷର ଅସୀମ ଅଭାବ, ସୀମିତ ସମ୍ବଳ ମଧ୍ୟରେ ସମ୍ପର୍କ ସ୍ଥାପନ କରି ସର୍ବୋତ୍ତମ ବିନିଯୋଗ ବିଷୟରେ ମାର୍ଗଦର୍ଶନ ଦେଇଥାଏ। ଅସୀମ ଅଭାବ କହିବାକୁ ହେଲେ ମନୁଷ୍ୟର ଯେତେ ଅଭାବ ଅଛି ତାହା ସୀମାହୀନ। କୌଣସି ମନୁଷ୍ୟର ସମସ୍ତ ଅଭାବ କେବେ ପରିପୂର୍ଣ୍ଣ ହୋଇନଥାଏ। ସେଥିପାଇଁ ମନୁଷ୍ୟର ଅଭାବକୁ ଅସୀମ ନିଆଯାଇଛି ଏବଂ ମନୁଷ୍ୟ ପାଖରେ ଏହି ଅଭାବକୁ ମେଣ୍ଟେଇବା ପାଇଁ ତା ପାଖରେ ସମ୍ବଳ ସବୁବେଳେ ସୀମିତ ଥାଏ। ସେଥିପାଇଁ ସୀମିତ ସମ୍ବଳ ନିଆଯାଇଛି। ତେଣୁକରି ଏହି ଅସୀମ ଅଭାବ ଏବଂ ସୀମିତ ସମ୍ବଳ ମଧ୍ୟରେ କିପରି ଭାବେ ସମ୍ପର୍କ ସ୍ଥାପନ କରି ସର୍ବୋତ୍ତମ ବିନିଯୋଗ ହୋଇପାରିବ, ଅର୍ଥାତ୍ ଅଧିକରୁ ଅଧିକ ଲାଭବାନ ହୋଇପାରିବ, ସେହି ବିଷୟରେ ମାର୍ଗଦର୍ଶନ ଦେଇଥାଏ କିଏ ନା ଅର୍ଥଶାସ୍ତ୍ର। ମାର୍ଗଦର୍ଶନ ଅର୍ଥାତ୍ ବାଟ ଦେଖାଇଥାଏ। ତାପରେ ଆମେ ପ୍ରଥମେ ଏଠି ଦେଖିବା ଅର୍ଥନୀତିର ସଂଜ୍ଞା। ଯଦି ଆମେ ଅର୍ଥନୀତିର ସଂଜ୍ଞା ବିଷୟରେ ଆଲୋଚନା କରିବା, ତେବେ ବିଭିନ୍ନ ଅର୍ଥଶାସ୍ତ୍ରବିତ୍ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ସେଇଭଳି ଭାବରେ ଆମେ ଯଦି ଦେଖିବା, ଜଣେ ବିଶିଷ୍ଟ ଅର୍ଥଶାସ୍ତ୍ରବିତ୍ ବାର୍ବରା ୱଟନ୍, ସେ କ'ଣ କହିଛନ୍ତି ନା whenever 6 economists are gathered there are 7 opinion। ଇଏ ହେଉଛନ୍ତି ପ୍ରଫେସର ବାର୍ବରା ୱଟନ୍। ସେ କ'ଣ କହିଲେ ନା ଯେଉଁଠାରେ 6 ଜଣ ଅର୍ଥଶାସ୍ତ୍ରବିତ୍ ଏକାଠି ହୁଅନ୍ତି, ସେଠାରେ 7ଟି ମତ ପ୍ରକାଶ ପାଇଥାଏ। ତାଙ୍କର କହିବାର ଅର୍ଥ ହେଉଛି ଅର୍ଥଶାସ୍ତ୍ରର କୌଣସି ବ୍ୟକ୍ତି ଏକ ସମ୍ପୂର୍ଣ୍ଣ ଠିକ୍ ସଂଜ୍ଞା ଦେଇପାରିବେ ନାହିଁ, ଆଉ ଯେଉଁମାନେ ବି ଦଉଛନ୍ତି ସେମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ସେ ଅନେକ ସଂଜ୍ଞା ଭିତରୁ ଏଇ ଭିଡିଓରେ ଆମେ 4 ଗୋଟି ସଂଜ୍ଞା ବିଷୟରେ ଆଲୋଚନା କରିବା। এই 4 ଗୋଟି ସଂଜ୍ଞା ଯୋଉଟା କି ତମର ବହିରେ ଦିଆଯାଇଛି, ସେଥିରୁ সেই ବିଷୟରେ ଆଲୋଚନା କରିବା। କିନ୍ତୁ ତାକୁ ଆଲୋଚନା କରିବା ପୂର୍ବରୁ ଆମକୁ ଏଇ ଯୋଉ ଅର୍ଥଶାସ୍ତ୍ରର ମାନେ କ'ଣ ସେଇଟା ବୁଝିବାକୁ ପଡ଼ିବ। ଦେଖ, ଅର୍ଥଶାସ୍ତ୍ର ଯୋଉ ୱାର୍ଡ ବା ଇକୋନୋମିକ୍ସ, ଏଇ ୱାର୍ଡଟା 2 ଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି। ଗୋଟେ ହେଉଛି କ'ଣ ଉଇକସ୍, ଯୋଉଟା କି ଅର୍ଥ ହେଉଛି କ'ଣ ନା ଗୃହ ପରିଚାଳନା, ଏବଂ ଅନ୍ୟ ଗୋଟେ ୱାର୍ଡ ନେମିନ୍ସ, ଯାହାର ଅର୍ଥ ହେଉଛି ପରିଚାଳନା। ଉଇକସ୍ ର ଅର୍ଥ ହେଉଛି ଗୃହ বা ହାଉସହୋଲ୍ଡ ଏବଂ ନେମିନ୍ସ ର ଅର୍ଥ ହେଉଛି ପରିଚାଳନା। ଅର୍ଥାତ୍ ଏଇ ଦୁଇଟି ଶବ୍ଦକୁ ଆମେ ସମ୍ମିଶ୍ରଣ କଲେ ଇକୋନୋମିକ୍ସ ଶବ୍ଦ ପାଇଥାଉ, ଯାହାର ଅର୍ଥ ହେଉଛି କ'ଣ ନା ଗୃହ ପରିଚାଳନାର କଳା। ଗୃହ ପରିଚାଳନାର କଳାକୁ ଆମେ କ'ଣ କହିଥାଉ ନା ଇକୋନୋମିକ୍ସ ବୋଲି କହିଥାଉ। ଠିକ ଅଛି। ବର୍ତ୍ତମାନ ଯୋଉ ବିଭିନ୍ନ ସଂଜ୍ଞା ବିଷୟରେ ମୁଁ କହିଲି, সেই ସଂଜ୍ଞା ବିଷୟରେ ବର୍ତ୍ତମାନ ଆମେ ସବିଶେଷରେ ଆଲୋଚନା କରିବା। ସର୍ବପ୍ରଥମେ ଆମେ ଆଦାମ ସ୍ମିଥଙ୍କ ଦ୍ୱାରା ପ୍ରଦତ୍ତ ସଂଜ୍ଞା, ଯାହାକି ସମ୍ପଦର ସଂଜ୍ଞା ଭାବରେ ପରିଚିତ ବା ୱେଲ୍ଥ ଡେଫିନେସନ ଭାବରେ ପରିଚିତ, ତାହାରି ବିଷୟରେ ଆମେ ସବିଶେଷରେ ଆଲୋଚନା କରିବା, ଯାହାକୁ କି ଆଦାମ ସ୍ମିଥ 1776 ଖ୍ରୀଷ୍ଟାବ୍ଦରେ ପ୍ରଦାନ କରିଥିଲେ। ସେ କିପରି ଭାବେ ପ୍ରଦାନ କରିଥିଲେ ନା ସେ ଗୋଟେ ପୁସ୍ତକ ଲେଖିଥିଲେ। ସେ ପୁସ୍ତକ ନାଁ ହେଉଛି ଏନ୍ ଇନକ୍ୱାରି ଇନଟୁ ଦ ନେଚର ଏଣ୍ଡ କଜେସ୍ ଅଫ ୱେଲ୍ଥ ଅଫ ନେସନ। ତେଣୁକରି ଏଇ ଯୋଉ ପୁସ୍ତକରେ ସେ କ'ଣ କରିଥିଲେ ନା ଅର୍ଥଶାସ୍ତ୍ରକୁ ଗୋଟେ ସମ୍ପଦର ବିଜ୍ଞାନ ବୋଲି ଆଖ୍ୟା ପ୍ରଦାନ କରିଥିଲେ। ଠିକ ଅଛି। ତାଙ୍କ ସଂଜ୍ଞାଟି ହେଉଛି, ଦେଖ, ଅର୍ଥଶାସ୍ତ୍ର ଏକ ସମ୍ପଦ ବିଜ୍ଞାନ। ଏହାର ସମ୍ପଦର ପ୍ରକୃତି ଓ କାରଣ ବିଷୟରେ ଅନୁଧ୍ୟାନ କରେ। ଅର୍ଥାତ୍ ଅର୍ଥଶାସ୍ତ୍ରକୁ ସେ ଗୋଟେ ସମ୍ପଦର ବିଜ୍ଞାନ ବିଷୟରେ କହିଥିଲେ ଏବଂ ସେ ସମ୍ପଦର ପ୍ରକୃତି କ'ଣ ଏବଂ ସମ୍ପଦର କାରଣ କ'ଣ, ସେଇ ବିଷୟରେ
ଇଏ ଅର୍ଥଶାସ୍ତ୍ର ଅଧ୍ୟୟନ କରେ ଏବଂ ତାଙ୍କର ଯୋଉ ପ୍ରଦତ୍ତ ସଂଜ୍ଞାରେ କେତେକ ବୈଶିଷ୍ଟ୍ୟ ଦେଖିବାକୁ ମିଳେ। କଣ ନା ସିଏ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସିଏ କିନ୍ତୁ ସମ୍ପଦ କରିଥିଲେ କେବଳ ଭୌତିକ ଦ୍ରବ୍ୟ ଗୁଡିକ ଗୁରୁତ୍ୱ ଆରୋପ କରିଥିଲେ, କିନ୍ତୁ ଅର୍ଥଶାସ୍ତ୍ରରେ ଭୌତିକ ଦ୍ରବ୍ୟ ସହିତ ଅଭୌତିକ ଦ୍ରବ୍ୟର ମଧ୍ୟ ଗୁରୁତ୍ୱ ଅଛି। ଅଭୌତିକ ଦ୍ରବ୍ୟ କଣ ନା ଯୋଉ ଦ୍ରବ୍ୟ ଗୁଡିକୁ ଆମେ ଦେଖିପାରୁନୁ ବା ଛୁଇଁ ପାରୁନି, ଯେପରି ଡାକ୍ତରଙ୍କ ସେବା, ଶିକ୍ଷକଙ୍କ ଶିକ୍ଷାଦାନ, ଏଭଳି ଅଭୌତିକ ଦ୍ରବ୍ୟ ବିଷୟରେ ସେ କିଛି କହିନଥିଲେ। ସେ ଖାଲି ଟଙ୍କା, ଜମି, କାରଖାନା ଏଇଭଳିଆ ସମ୍ପଦକୁ ସିଏ ତାର ପରିସରଭୁକ୍ତ କରିଥିଲେ। ତାପରେ ଆଉ ଗୋଟେ ସେ କଥା କୁହନ୍ତି, ମଣିଷ ହଉଛି ଏକ ଅର୍ଥନୈତିକ ମନୁଷ୍ୟ, ଅର୍ଥାତ୍ ନିଜ ସ୍ୱାର୍ଥ ପାଇଁ ସଦା ସର୍ବଦା ସେ ଅଧିକରୁ ଅଧିକ ସମ୍ପଦ ଅର୍ଜନ କରେ ବୋଲି ତାଙ୍କର ସଂଜ୍ଞା ପ୍ରମାଣ ଦିଏ। ସେଇଭଳି ଆଉ ଗୋଟିଏ କଥା ଦୁଷ୍ପ୍ରାପ୍ୟତା କଥା କହିଛନ୍ତି। ସେ କହୁଛନ୍ତି ଯେଉଁ ଦ୍ରବ୍ୟ ଗୁଡ଼ିକର ଯୋଗାଣ ସୀମିତ ତାହା ହିଁ ସମ୍ପଦ, ଅର୍ଥାତ୍ ଯୋଉ ଦ୍ରବ୍ୟ ଗୁଡ଼ିକ ଦୁଷ୍ପ୍ରାପ୍ୟ ତାହା ହିଁ ସମ୍ପଦ। ଏବଂ ଅନ୍ୟ ଏକ ତାଙ୍କର ଯୁକ୍ତି ହେଲା ଯେ ମୁକ୍ତ ଦ୍ରବ୍ୟ ହିସାବରେ ସେ କଣ କରିଛନ୍ତି, ବାୟୁ, ଜଳ, ସୂର୍ଯ୍ୟ କିରଣ ଇଏ ଯେହେତୁ ପ୍ରକୃତିରେ ମୁକ୍ତ ଭାବରେ ମିଳେ, ତେଣୁକରି ଏଗୁଡିକ ସମ୍ପଦର ପଦବାଚ୍ୟ ନୁହେଁ। ଯେତେବେଳେ କୌଣସି ବ୍ୟକ୍ତି ତାଙ୍କର ମତ ଉପସ୍ଥାପନ କରନ୍ତି, ସେତେବେଳେ ତାଙ୍କର ମତକୁ କାଟିବା ପାଇଁ କେତେକ ସମାଲୋଚକ ସମାଲୋଚନା କରିଥାନ୍ତି। ତେଣୁକରି ଏଇ ଯୋଉ ୱେଲ୍ଥର ଡେଫିନେସନ 1776 ଦେଇଥିବା ଆଦାମ ସ୍ମିଥ ତାଙ୍କର ପ୍ରଦତ୍ତ ସଂଜ୍ଞା ବା ତାଙ୍କର ୱେଲ୍ଥର ଡେଫିନେସନକୁ କେତେକ ସମାଲୋଚକ ବିଭିନ୍ନ ବିନ୍ଦୁରେ ସମାଲୋଚନା କରିଛନ୍ତି। ଯେପରି ତାଙ୍କର ସଂଜ୍ଞାକୁ ସଂକୀର୍ଣ୍ଣ ବ୍ୟାଖ୍ୟା ବୋଲି କହିଛନ୍ତି। କାହିଁକି ନା ମୁଁ ଯୋଉ କହିଥିଲି ସେ ଭୌତିକ ଦ୍ରବ୍ୟ ଗୁଡିକ କେବଳ ଦ୍ରବ୍ୟ ହିସାବରେ କହିଛନ୍ତି। ଏଇ ଯୋଉ ଡାକ୍ତର, ଶିକ୍ଷକଙ୍କ ଭଳି ଅଭୌତିକ ସେବାକୁ ସେ ଅଣଦେଖା କରିଛନ୍ତି। ଡାକ୍ତରଙ୍କ ସେବା, ଶିକ୍ଷକଙ୍କର ଶିକ୍ଷାଦାନ ଇଏ ବି ମଧ୍ୟ ଅର୍ଥନୈତିକ ଦ୍ରବ୍ୟ, ଯୋଉଟାକୁ ସିଏ କଣ କରିଛନ୍ତି ନା ଅଣଦେଖା କରିଛନ୍ତି। ତାପରେ ସେ ମାନବର କଲ୍ୟାଣକୁ ଉପେକ୍ଷା କରିଛନ୍ତି। ସେ ମଣିଷର, କାରଣ ମଣିଷକୁ ଗୋଟେ ସେ ଅର୍ଥନୈତିକ ସ୍ୱାର୍ଥପର ମଣିଷ ଭାବେ ସେ ଗ୍ରହଣ କରିଛନ୍ତି। ସମ୍ପଦର ମାଧ୍ୟମ, ମନୁଷ୍ୟର ଲକ୍ଷ୍ୟ ଏସବୁକୁ ସେ ଭୁଲି ଯାଇଛନ୍ତି। ତାଙ୍କର ଏଇ ସ୍ୱାର୍ଥପରତା ପାଇଁ କାର୍ଲାଇଲ୍ କଣ କହିଲେ, ତାଙ୍କୁ କହିଲେ ଗସ୍ପେଲ ଅଫ ମାମୋନ। କହିଲେ ଇଏ ଯୋଉ ଆଦାମ ସ୍ମିଥ ଦେଇଛନ୍ତି ସମ୍ପଦର ସଂଜ୍ଞା, ଇୟା ଏକ ଆସୁରିକ ମତବାଦ। ତେଣୁକରି ୟା ଭିତରେ ମନୁଷ୍ୟତା କିଛି ନାହିଁ, ଇଏ ଖାଲି ସ୍ୱାର୍ଥପରତା ବା ଅସୁରର ପ୍ରବୃତ୍ତି ଲୁଚି ରହିଛି। ସେହିପରି ଭାବରେ ରସ୍କିନ୍ କହିଲେ ଇଏ ହଉଛି ରୁଟି ଲଉଣୀର ବିଜ୍ଞାନ, ଅର୍ଥାତ୍ ୟା ଭିତରେ ସ୍ୱାର୍ଥ ଲୁଚିକରି ରହିଛି। ତେଣୁକରି ଏହିପରି ଭାବରେ ବିଭିନ୍ନ ସମାଲୋଚକ ମାନେ ସମାଲୋଚନା କଲେ। ତାପରେ ଦେଖିବା କଣ ହଉଛି ପରବର୍ତ୍ତୀ ସଂଜ୍ଞା କଣ ଆସିଲା ନା ପରବର୍ତ୍ତୀ ସଂଜ୍ଞା ଆସିଲା କଲ୍ୟାଣକାରୀ ସଂଜ୍ଞା, ଯାହାକୁ ଦେଲେ ଆଲଫ୍ରେଡ ମାର୍ଶାଲ। ଇଏ ଆଲଫ୍ରେଡ ମାର୍ଶାଲ କିପରି ଦେଲେ ନା ସିଏ ବି ମଧ୍ୟ ଗୋଟେ ବହି ଲେଖିଲେ। ସେ ବହିର ନାଁ ହଉଛି କଣ ନା ପ୍ରିନ୍ସିପଲ ଅଫ ଇକୋନୋମିକ୍ସ, ଯୋଉଟା କି 1890 ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଲା। ଏବଂ ସେଥିରେ ସେ କଣ କରିଥିଲେ ନା ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟବଳୀକୁ ଅଧ୍ୟୟନ କରେ, ୟା ବ୍ୟକ୍ତିଗତ ସାମାଜିକ କାର୍ଯ୍ୟର ସେହି ଅଂଶକୁ ଅନୁଧ୍ୟାନ କରେ ଯାହା ମାନବ କଲ୍ୟାଣ ପାଇଁ ଭୌତିକ ବସ୍ତୁର ପ୍ରାପ୍ତି ବ୍ୟବହାର ସହିତ ଜଡିତ। ତେଣୁକରି ସିଏ କଣ କହିଲେ ନା ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟବଳୀକୁ ଅଧ୍ୟୟନ କରେ, ମାନେ ନୀତିଦିନ ଆମେ ଯୋଉ କାର୍ଯ୍ୟ କରୁଛୁ ତାକୁ ଅଧ୍ୟୟନ କରିବ। ଇଏ ବ୍ୟକ୍ତିଗତ ସାମାଜିକ କାର୍ଯ୍ୟର ସେଇ ଅଂଶକୁ ଅଧ୍ୟୟନ କରିବ ଯୋଉଟା ମାନବର କଲ୍ୟାଣ ସାଧନ କରିବ। ଅର୍ଥାତ୍ ଯୋଉ ଦ୍ରବ୍ୟଟି ବ୍ୟବହାର କରିବା ଦ୍ୱାରା ଆମେ ଯୋଉ ଲାଭକୃତ ହଉଛେ ତାକୁ ଅର୍ଥନୈତିକ ଭାଷାରେ ସେ ତାକୁ କଲ୍ୟାଣ ବୋଲି କହିଛନ୍ତି। ଏବଂ ଭୌତିକ ବସ୍ତୁର ପ୍ରାପ୍ତି ବ୍ୟବହାର ସହିତ ଜଡ଼ିତ, ଇଏ ବି ମଧ୍ୟ ସେ ଭୌତିକ ଦ୍ରବ୍ୟ ଉପରେ ଗୁରୁତ୍ୱ ଆରୋପ କଲେ। ଇଏ ହଉଛନ୍ତି ତମର କିଏ ନା ଆଲଫ୍ରେଡ ମାର୍ଶାଲ। ଠିକ ଅଛି, ଏଙ୍କର ସଂଜ୍ଞା ବି ପୁନର୍ବାର ସମାଲୋଚକ ମାନେ ସମାଲୋଚନା କଲେ। କଣ କହିଲେ ନା ଇଏ ତ କେବଳ ଭୌତିକ ଦ୍ରବ୍ୟକୁ ନେଇ ଅଧ୍ୟୟନ କରୁଛନ୍ତି, ଭୌତିକ ଦ୍ରବ୍ୟ କଥା କହୁଛନ୍ତି, ଅଭୌତିକ ଦ୍ରବ୍ୟକୁ ସେ ବାଦ ଦେଇଛନ୍ତି। ତେଣୁକରି ଏଙ୍କ ସଂଜ୍ଞାଟି ଅସମ୍ପୂର୍ଣ୍ଣ ଅଛି। ଆଉ କଣ କହିଲେ, ଇଏ ଯୋଉ କହିଲେ ମାନବର କଲ୍ୟାଣ ପାଇଁ ଭୌତିକ ବସ୍ତୁର ପ୍ରାପ୍ତି ବା ବ୍ୟବହାର ସହିତ ଜଡିତ, ଏଇଟି ସମାଲୋଚକ ମାନେ ତାକୁ ସମାଲୋଚନା କଲେ। କଣ ସମାଲୋଚନା କଲେ, କହିଲେ କଲ୍ୟାଣ ଗୋଟେ ମନୋଗତ ଧାରଣା, ଅର୍ଥାତ୍ କାହାର କେଉଁ ଦ୍ରବ୍ୟ ବ୍ୟବହାର କଲା ବେଳେ କେତେ କଲ୍ୟାଣ ବା କେତେ ଲାଭ ହଉଛି ସେଇଟା ଗୋଟେ ମନୋଗତ ଧାରଣା। ଠିକ ଅଛି,
କିନ୍ତୁ ଏଗୁଡିକ ଯେତେବେଳେ ଏଇ କଥାଟି କହିଲେ ସେତେବେଳେ ପିଗୁ ନାମକ ଆଉ ଜଣେ ଅର୍ଥଶାସ୍ତ୍ରବିତ ଆଇଲେ, ସିଏ କହିଲେ କଲ୍ୟାଣଟା ମୁଦ୍ରା ଦ୍ୱାରା ମାପି ହବ, କିନ୍ତୁ ଏଇ ମୁଦ୍ରା ଦ୍ୱାରା ମାପିବା ଏଇଟା ବି ସମ୍ଭବ ନୁହେଁ, ଏଇଟା ବି ମୁଦ୍ରା ଦ୍ୱାରା ଆମେ ମାପିବା ସମ୍ଭବ ନୁହେଁ। ତାପରେ ସିଏ କଣ କହିଲେ, ଯେଉଁ ଦ୍ରବ୍ୟ ଗୁଡିକ କଲ୍ୟାଣ ମାନବ କଲ୍ୟାଣ ଉପରେ କହିଲେ, ଦ୍ରବ୍ୟ ଗୁଡିକ ବ୍ୟବହାର କଲେ ମାନବର କଲ୍ୟାଣ ହବ, କିନ୍ତୁ ଯେତେବେଳେ ଆମେ କୌଣସି କ୍ଷତିକାରକ ଦ୍ରବ୍ୟ ଯେପରି ସିଗାରେଟ ମଦକୁ ବ୍ୟବହାର କରୁ, ଇଏ ତ ଆମର କଲ୍ୟାଣ ବୃଦ୍ଧି କରେ ନାହିଁ, କିନ୍ତୁ ଇଏ ତ ଗୋଟେ ଅର୍ଥନୈତିକ ଦ୍ରବ୍ୟ, କାରଣ ୟାକୁ ବି ଆମେ କଣ କରୁ, ଆମ ଦୈନନ୍ଦିନ ଜୀବନରେ ଯୋଉମାନେ ଏମାକୁ ବ୍ୟବହାର କରନ୍ତି ସେ ତ ଅର୍ଥ ମାଧ୍ୟମରେ ହିଁ ବ୍ୟବହାର କରିଥାନ୍ତି, ତେଣୁକରି ଇଏ ଏକ ଅର୍ଥନୈତିକ ଦ୍ରବ୍ୟ। ତେଣୁକରି ଏଇଠି ଯୋଉ କ୍ଷତିକାରକ ଦ୍ରବ୍ୟ ଗୁଡିକ ଆମର କଲ୍ୟାଣ ନ କରୁଥିବା ବେଳେ ମଧ୍ୟ, ମାନେ ନ କରୁଥିବା ବେଳେ ଇଏ ତ କଲ୍ୟାଣ କରୁନାହିଁ, କିନ୍ତୁ ଇଏ କହିଲେ କେବଳ କଲ୍ୟାଣ କରୁଥିବା ଆବଶ୍ୟକ, ତେଣୁକରି ଯୋଉଥିପାଇଁ କି ଇଏ କଣ ହେଲେ ସମାଲୋଚକ ହେଲେ, ଏବଂ ସାମାଜିକ ବିଜ୍ଞାନର ସୀମା ସୀମା ବାହାରେ ଇଏ ରହିଗଲା। କାହିଁକି ରହିଗଲା ସୀମା ବାହାରେ? ଇଏ ଯୋଉ କଲ୍ୟାଣକାରୀର ସଂଜ୍ଞା କହିଲେ, କେତେକ ସମାଲୋଚକ ରବିନସନ କୁର୍ସୁଙ୍କୁ ଉଦାହରଣ ଦେଲେ। ରବିନସନ କୁର୍ସୁ କିଏ? ନା ରବିନସନ କୁର୍ସୁ ହଉଛନ୍ତି ଜଣେ ନାବିକ। ସିଏ ଥରେ କଣ କରୁଥିଲେ ନା ଜଳଯାତ୍ରା କରୁଥିବା ସମୟରେ ତାଙ୍କର ଦୁର୍ଘଟଣାରେ ତାଙ୍କ ଜାହାଜଟି କଣ ହେଲା ନା ବୁଡିଗଲା। ଯେତେ କ୍ଷତିଗ୍ରସ୍ତ ହେଲା, ସିଏ ଭାସି 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 ଯାଇ କଣ କଲେ, ଏକ ନିର୍ଜନ ଦ୍ୱୀପରେ ପହଞ୍ଚିଲେ। ଯେତେବେଳେ ନିର୍ଜନ ଦ୍ୱୀପରେ ପହଞ୍ଚିଲେ, କେହି ନାହାନ୍ତି, ସିଏ କଣ କଲେ, ସେଠାରେ ପାଖାପାଖି 2 ରୁ 3 ବର୍ଷ ସେଠି ଅବସ୍ଥାପନ କଲେ, ପାଖାପାଖି 2 ବର୍ଷ ଉପରେ। ଯେତେବେଳେ ସେ ନିର୍ଜନ ଦ୍ୱୀପରେ ଅବସ୍ଥାପନ କଲେ, ସେତେବେଳେ ତାଙ୍କ ଦ୍ୱାରା ସଂଗୃହୀତ ଦ୍ରବ୍ୟ ଗୁଡିକ ସେ ପର୍ଯ୍ୟାୟକ୍ରମରେ ବ୍ୟବହାର କଲେ। ପ୍ରଥମେ ତାଙ୍କର ଯୋଉଟା ଆବଶ୍ୟକ ବା ଯୋଉଟା ନଷ୍ଟ ହେଇଯିବ ତାକୁ ବ୍ୟବହାର କରିବେ, ତାପରେ ଯୋଉଟା ଆବଶ୍ୟକ ସେଟାକୁ ବ୍ୟବହାର କରିବେ। ଏଇ ଟାଇପର ସେ ତାଙ୍କର ଜୀବନ ଯାପନ କଲେ, ଏବଂ ଶେଷରେ ଗୋଟେ ଜାହାଜ ଲାଗିଲା ସେଇ ଦ୍ୱୀପରେ, ସେଇ ଜାହାଜରେ ସେ ଉଦ୍ଧାର ହେଇକି ଆଇଲେ। ଏଇଟା ଥିଲା ରବିନସନ କୁର୍ସୁଙ୍କର କାହାଣୀ। ଏଇ ଯୋଉ ରବିନସନ କୁର୍ସୁ ଯେତେବେଳେ ପର୍ଯ୍ୟାୟକ୍ରମେ ଦ୍ରବ୍ୟ ଗୁଡିକ ବ୍ୟବହାର କରୁଥିଲେ, ଏଇ ପର୍ଯ୍ୟାୟକ୍ରମେ ଆବଶ୍ୟକତା ଅନୁଯାୟୀ ଯୋଉଟା ନଷ୍ଟ ହେଇଯାଉଛି ତାକୁ ବ୍ୟବହାର କରିବା, ଏଇ ଯୋଉ ପର୍ଯ୍ୟାୟକ୍ରମେ ବ୍ୟବହାର କରିବାଟା ହିଁ ଗୋଟେ ଅର୍ଥନୈତିକର ତତ୍ତ୍ୱ ବା ଅର୍ଥନୈତିକ ଇକୋନୋମିକ ଥିଓରି। ତେଣୁ ଇଏ କଥା ତ କଲ୍ୟାଣକାରୀ ସଂଜ୍ଞା ଭିତରେ ରହିଲା ନାହିଁ, ତେଣୁକରି ସିଏ କଣ ହେଲେ ନା ସମାଲୋଚିତ ହେଲେ। ତାପରେ ଆଉ ଜଣେ ଅର୍ଥଶାସ୍ତ୍ରବିତ ଆସିଲେ, ଯିଏକି ଦୁଷ୍ପ୍ରାପ୍ୟତାର ସଂଜ୍ଞା ପ୍ରଦାନ କଲେ, ସିଏ ହଉଛନ୍ତି ଲିଓନେସ ରବିନ୍ସ। ସେ ଲିଓନେସ ରବିନ୍ସ କଣ କଲେ ନା ଦୁଷ୍ପ୍ରାପ୍ୟତାର ସଂଜ୍ଞା ପ୍ରଦାନ କଲେ। ସିଏ ମଧ୍ୟ ଗୋଟେ ପୁସ୍ତକ ଲେଖିଲେ, ଏନ୍ ଏସେ ଅନ୍ ନେଚର ଏଣ୍ଡ ସିଗ୍ନିଫିକାନ୍ସ ଅଫ ଇକୋନୋମିକ ସାଇନ୍ସ। ଇଏ 1932 ମସିହାରେ ଲେଖିଲେ। ତାଙ୍କର ଯୋଉ ସଂଜ୍ଞା ପ୍ରଦତ୍ତ ସଂଜ୍ଞାରେ ସେ କହୁଛନ୍ତି, ଅର୍ଥଶାସ୍ତ୍ର ସେଇ ବିଜ୍ଞାନ ଯାହା ଅସୀମ ଅଭାବ, ବିକଳ୍ପ ବ୍ୟବହାର ଯୁକ୍ତ ସୀମିତ ସମ୍ବଳରେ ମାନେ ସମ୍ବଳ ମଧ୍ୟରେ ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରେ। ତାହେଲେ ଇଏ ଟିକେ ଇମ୍ପ୍ରୁଭମେଣ୍ଟ କଲେ। କଣ କହିଲେ ନା ସେଇ ବିଜ୍ଞାନ ଯାହାକି ଅସୀମ ଅଭାବ, ମଣିଷ ତ ଅଭାବ ସବୁବେଳେ ଅସୀମ, ଏବଂ ମଣିଷ କଣ କରିବ ନା ବିକଳ୍ପ ବ୍ୟବହାର ଯୁକ୍ତ ସମ୍ବଳର ସମ୍ପର୍କ ପରିବର୍ତ୍ତେ ଆଚରଣ ଅଧ୍ୟୟନ କରିବ। ଯେହେତୁ ତା ପାଖରେ ସୀମିତ ସମ୍ବଳ ଅଛି, ସେ କଣ କରିବ, ସମ୍ବଳର ବିକଳ୍ପ ବ୍ୟବହାର କରିବ, ଅର୍ଥାତ ତାର ଯୋଉ କାର୍ଯ୍ୟଟି ହେଇପାରୁନାହିଁ ତାର ବିକଳ୍ପ କରିବ। ମନେକର ଗୋଟେ ଲୋକ ପାଖରେ 100 ଟଙ୍କା ଅଛି, ସେ 100 ଟଙ୍କାରେ ଚାହିଁଲେ 10ଟି ରସଗୋଲା ଖାଇପାରିବ, କିନ୍ତୁ 10ଟି ରସଗୋଲା ଖାଇଦେଲେ ତ ତାର ସବୁ ସରିଗଲା, ଆଉ ତ କିଛି କରିପାରିବନି। ତେଣୁକରି ସେଠି କଣ କରିବ, ବିକଳ୍ପ ବ୍ୟବହାର କରିବ। 5ଟି ଗୁଲଗୁଲା ଖାଇପାରିବ ବା 10ଟି ଗୁଲଗୁଲା, ଯୋଉଟା କି ରସଗୋଲା ଠାରୁ କମ ପଇସା। ହଁ, ଏଇ ଜିନିଷ ଏମିତି କଣ କରିବ, ବିକଳ୍ପ ବ୍ୟବହାର କରିପାରିବ ସମ୍ବଳର। ହଁ, ଯୋଉଟା କଥା କହିଲେ ତାକୁ ମଧ୍ୟ ଯଦି ଆମେ ଦେଖିବା, ତାଙ୍କର ସଂଜ୍ଞାଟି କେତେକାଂଶରେ ଠିକ, ଏବଂ ସେଇ ସଂଜ୍ଞାଟି ବିଶ୍ଳେଷଣ କଲେ ଜଣା ପଡିବ ମଣିଷର ଅଭାବ କଣ ଅସୀମ। ମାନେ ଗୋଟିଏ ଅଭାବ ଯଦି ପୂରଣ ହେଇଗଲା, ଅନ୍ୟ ଅଭାବଟି ଦେଖାଯିବ। ଗୋଟେ ଲୋକ ଯଦି ମନେକର ଗୋଟେ ମୋଟର ଗାଡି କିଣିଲା, ସେଠି କିଣି ସାରିଲା ପରେ ତାର ପେଟ୍ରୋଲ ଅଭାବ ଦେଖାଯିବ। ଜଣେ ଯଦି ଖାତା କିଣିଲା, ଖାତାରେ ଲେଖିବା ପାଇଁ କଲମର ଅଭାବ ଦେଖା। ତେଣୁ ଏଇଟା ଅସୀମ ଅଭାବ, ଗୋଟେ ମାନେ ବିଡା ଭଳିଆ, କାଠିର ବିଡା ଭଳିଆ। ଆମେ ଗୋଟେ ସହିତ ଆଉ ଗୋଟେ କଣ ଅଛି ନା ଯୁଡି ଯୁଡିକା ଅଛି। ଠିକ ଅଛି, ଯେମିତି ଏଠି ଦେଖ, ଘର କିଣିଲେ ଫର୍ଣ୍ଣିଚର ଆବଶ୍ୟକ, ଆଉ ସମ୍ବଳର ସୀମିତ ଯୋଗାଣ। ଯିଏ ବି ହଉ ତାର ସମ୍ବଳ ଯୋଗାଣ ସୀମିତ। ଜଣେ ଚାକିରି କରିଛି, ମାସକୁ ମନେକର 30,000 ଟଙ୍କା ପାଇଲା, ଆଉ 30,000 ରୁ ଅଧିକ ପାଇପାରିବନି। ତେଣୁ ତାର ଯୋଗାଣଟା ହଉଛି ସୀମିତ, ଏବଂ ଗୋଟିଏ ସମ୍ବଳର ଏକାଧିକ ଥର ବ୍ୟବହାର ହୋଇଥାଏ। ଯେମିତି ମନେକର କହିଲି, ତମର ହଉଛି ମନେକର ଭୂମି ଅଛି, ଗୋଟେ ଭୂମିଟାର ଆମେ ଏଠି କୃଷି କାର୍ଯ୍ୟ କରିପାରିବା, ସେଇ ଭୂମିରେ ବି ଶିଳ୍ପ କରିପାରିବା, ସେଇ ଭୂମିରେ ବି ଆମେ ଘର ତିଆରି କରିପାରିବା, ବିକଳ୍ପ ବ୍ୟବହାର କରିପାରିବା। କିନ୍ତୁ ସମସ୍ତ ବ୍ୟବହାର ସାଙ୍ଗର କରିପାରିବା ନାହିଁ, ଯାହା ହବ ଗୋଟିଏ କରିବା।
ଏବଂ ମନୟନ ଏଇ ଯୋଉ ସମସ୍ତ ବ୍ୟବହାର କରିପାରିବାନି, ଗୋଟିଏ କରିବା। ସେଇଟା ହଉଛି ତ ମନୟନ। ମନେକର ପ୍ରଥମେ ମନେକର ଗୋଟିଏ ଫ୍ୟାମିଲି 10,000 ଟଙ୍କା ଇନକମ କରୁଛି। ସେ ପ୍ରଥମେ ତାର ଖାଦ୍ୟ କଥା ଚିନ୍ତା କରିବ, ଖାଦ୍ୟ ଫୁଲଫିଲ ହେଲା ପରେ ବସ୍ତ୍ର କଥା, ବସ୍ତ୍ର ଶେଷ ହେଲା ପରେ ତାପରେ ଆଧୁନିକ ବିଳାସପୂର୍ଣ୍ଣ ଦ୍ରବ୍ୟ କଥା ଚିନ୍ତା କରିବ। ତେଣୁକରି ତାକୁ ସବୁବେଳେ ମନୟନ କରିବାକୁ ପଡିବ। ଏଇ କଥା ଗୁଡିକ ରବିନ ସରି ତମର ହଉଛି ନିଓନେଲ ରବିନ୍ସ କଣ କରିଥିଲେ ନା ଏଇ ମତଟି ପ୍ରକାଶ କରିଥିଲେ, ଯୋଉଟାକି 1932 ମସିହାରେ। ଏ ସବୁ ଗୁଡିକ ଇମ୍ପୋର୍ଟାଣ୍ଟ, ବହିର ନାଁ ଇମ୍ପୋର୍ଟାଣ୍ଟ ଅଛି, କେଉଁ ମସିହାରେ ଦେଲେ ସେ ବି ଇମ୍ପୋର୍ଟାଣ୍ଟ ଅଛି, ସଂଜ୍ଞା ବି ଇମ୍ପୋର୍ଟାଣ୍ଟ ଅଛି। ତେଣୁକରି ସବୁ ଗୁଡାକୁ ପିଲାମାନେ ମନେ ରଖିବାକୁ ପଡିବ, ତାକୁ ଖାତାରେ ସବୁ ଲେଖିକି ରଖିବ। ତାପରେ ହଁ, ଏଇଟା ତାଙ୍କର ଦେଖ ବାସ୍ତବ ଗୋଟେ ଉଦାହରଣ, ବାସ୍ତବ ଉଦାହରଣ ମୁଁ ଏଠି ଦେଇଛି। ଜଣେ 30,000 ଟଙ୍କା ଯଦି ଇନକମ କରିଛି, ସେ 30,000 ଟଙ୍କାକୁ କଣ କରିବ, ପ୍ରଥମେ ସେ ତାର ଖାଦ୍ୟର ଖର୍ଚ୍ଚ କରିବ, ବଳକା ପଇସାକୁ ବସ୍ତ୍ରରେ, ତା ବାସଗୃହରେ, ଶିକ୍ଷାରେ, ଚିକିତ୍ସାରେ, ବିଳାସରେ, ଏଇଭଳି ଆଗର ଗୁରୁତ୍ୱ କ୍ରମେ ଦ୍ରବ୍ୟ ଖାଦ୍ୟ ଦ୍ରବ୍ୟ ଗୁଡିକ ସରି ଟଙ୍କାକୁ କଣ କରିବ, ଖର୍ଚ୍ଚ କରିବ। ଯେହେତୁ ସମ୍ବଳ ସୀମିତ, ଅର୍ଥାତ୍ 30,000 ଟଙ୍କା ତାର ହଉଛି ସମ୍ବଳ, କିନ୍ତୁ ତା ଆଗର ଅଭାବ ଗୁଡିକ ହଉଛି ଏଇଗୁଡିକ। ତେଣୁକରି ସିଏ ଏଥିରୁ ମନୟନ କରିବ, ମନୟନ କରିବ କୋଉଟା ତାର ନିହାତି ଦରକାର ସେଇଟାକୁ କରିବ, କରି ତାପରେ ବ୍ୟବହାର କରିବ। ଠିକ ଅଛି। ତାପରେ ଏଙ୍କର ଯୋଉ ସଂଜ୍ଞାଟାକୁ କିପରି ସମାଲୋଚନା କରି ଦେଖିବା। ଏଠି ଇଏ ବି କଣ କରୁଛନ୍ତି, ସାମାଜିକ ଦିଗକୁ ଉପେକ୍ଷା କରିଛନ୍ତି, କେବଳ ବ୍ୟକ୍ତିଗତ ମନନ ଉପରେ ଗୁରୁତ୍ୱ ଦେଇଛନ୍ତି, ସମାଜକୁ ଅଣଦେଖା କରିଛନ୍ତି। ଏଙ୍କର କଣ ନା ନା ଇଏ କେବଳ ବ୍ୟକ୍ତିଗତ ଉପରେ ଗୁରୁତ୍ୱ ଦେଇଛନ୍ତି, ଜଣେ ବ୍ୟକ୍ତି କିପରି ମନୟନ କରିବ, ସମାଜର କଥା ସେ ଅଣଦେଖା କରିଛନ୍ତି, ସମାଜ କଥା କିଛି କହିନାହାନ୍ତି। ତାପରେ ଆଉ ଗୋଟେ କଥା, ଯେତେବେଳେ ପ୍ରାଚୁର୍ଯ୍ୟ ଜନିତ ବି ସମସ୍ୟା 1930 ମସିହାରେ ଗୋଟେ ମହାମନ୍ଦାବସ୍ଥା ଦେଖାଯାଇଥିଲା, ସେତେବେଳେ ଲୋକଙ୍କ ପାଖରେ ସମ୍ବଳ ପ୍ରଚୁର ଥିଲା, କିନ୍ତୁ କଣ ଥିଲା ନା ବଜାରରେ ଦ୍ରବ୍ୟ ଗୁଡିକ ବିକ୍ରି ହଉନଥିଲା। ତେଣୁକରି ଏଇଟା ହଉଛି ମହାମନ୍ଦା ଅବସ୍ଥା, ଯୋଉଟା କି ଏଙ୍କର ତମର ସଂଜ୍ଞାକୁ ଇଏ ବିରୋଧାଭାସ କରୁଛି, ଯେ ପ୍ରାଚୁର୍ଯ୍ୟ ବେଳେ ମଧ୍ୟ କଣ ହେଇଥାଏ, ଚାହିଦା ନଥାଏ। ତାପରେ ଗତିଶୀଳତା ଅଭାବ, ଇଏ ଗୋଟେ ସ୍ଥାଣୁ ବିଶ୍ଳେଷଣ, ସମ୍ବଳ ବୃଦ୍ଧି ଅର୍ଥନୈତିକ ପ୍ରଗତି ବିଷୟରେ ଆଲୋଚନା କରାହେଇନି। ଗୋଟିଏ ଲୋକ ପାଖରେ କଣ ସମ୍ବଳ ସବୁବେଳେ ସର୍ଟ ଥିବ, ଯଦିଓ ସମ୍ବଳ ସୀମିତ କିନ୍ତୁ ସମ୍ବଳର ପରିମାଣ ତ ବୃଦ୍ଧି ପାଇପାରିବ। ତେଣୁକରି ଇଏ ଗୋଟେ ସ୍ଥାଣୁ ବିଶ୍ଳେଷଣ କରିଛନ୍ତି, ସମ୍ବଳ ବୃଦ୍ଧି କଥା କହିନାହାନ୍ତି, ଯୋଉଟା କି ଗୋଟେ ସମାଲୋଚନା ପାତ୍ର ହେଇଛନ୍ତି। ତାପରେ ଲକ୍ଷ୍ୟ ପ୍ରତି ଉଦାସୀନ, ଅର୍ଥନୀତିଜ୍ଞ କେବଳ ବିଶ୍ଳେଷଣ କରିବେ, ଭଲ ମନ୍ଦ କହିବେ ନାହିଁ। ଏହା ହିଁ ଏଇ ସଂଜ୍ଞାର ଅଭାବ ଥିଲା। ଠିକ ଅଛି। ଯୋଉଠି ପାଇଁ ରବିନ୍ସଙ୍କର ଡେଫିନେସନ କଣ ହେଲା ନା ସମାଲୋଚିତ ଥିଲା। ଶେଷରେ ତମର ଆଉ ଜଣେ ଅର୍ଥଶାସ୍ତ୍ରବିଦ, ତାଙ୍କ ନାଁ ହଉଛନ୍ତି ପଲ ସାମୁଏଲସନ। ଇଏ କଣ କରିଥିଲେ ନା ତାଙ୍କର ସଂଜ୍ଞାଟି ପ୍ରଦାନ କରିଥିଲେ, ଯୋଉଟା କି ଅଭିବୃଦ୍ଧି ମୁଖୀ ସଂଜ୍ଞା ବା ଗ୍ରୋଥ ଓରିଏଣ୍ଟେଡ ଡେଫିନେସନ ନାମରେ ପରିଚିତ। ଅର୍ଥଶାସ୍ତ୍ର ହେଉଛି ସେଇ ଅଧ୍ୟୟନ ଯାହା ବ୍ୟକ୍ତି ସମାଜ କିପରି ମୁଦ୍ରାର ଉପଯୋଗ ସହିତ ବିନା ମୁଦ୍ରାରେ ବିକଳ୍ପ ବ୍ୟବହାର ଯୁକ୍ତ ସୀମିତ ଉତ୍ପାଦନ ସମ୍ବଳକୁ ନେଇ ବିଭିନ୍ନ ସମସ୍ୟାର ବିଭିନ୍ନ ଗୋଟେ ମିନିଟ ଏଟା ଦେଖିବ। ଅର୍ଥଶାସ୍ତ୍ର ହଉଛି ସେଇ ଅଧ୍ୟୟନ ଯାହା ବ୍ୟକ୍ତି ଓ ସମାଜ କିପରି ମୁଦ୍ରାର ଉପଯୋଗ ସହିତ ବିନା କିମ୍ବା ବିନା ମୁଦ୍ରାର ବିକଳ୍ପ ବ୍ୟବହାର ଯୁକ୍ତ ସୀମିତ ଉତ୍ପାଦନ ସମ୍ବଳକୁ ନେଇ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି, ତାହା ବର୍ତ୍ତମାନ ଭବିଷ୍ୟତର ବିଭିନ୍ନ ବ୍ୟକ୍ତି ବର୍ଗ ମଧ୍ୟରେ ବଣ୍ଟନ କରନ୍ତି, ତାହା ହିଁ ଅଧ୍ୟୟନ କରେ। ଇଏ ଅନେକ କଥା ତାଙ୍କ ଡେଫିନେସନ କହିଲେ। ପ୍ରଥମେ କହିଲେ ଅର୍ଥଶାସ୍ତ୍ର ହଉଛି ସେଇ ଅଧ୍ୟୟନ ଯାହା ବ୍ୟକ୍ତି ସମାଜ କିପରି ମୁଦ୍ରାର ଉପଯୋଗ କରିବ। ତାମାନେ ଏଠି ସମାଜକୁ ବି ଯୋଡ଼ିଲେ, ବ୍ୟକ୍ତିକୁ ବି ଯୋଡ଼ିଲେ, ମୁଦ୍ରାର ଉପଯୋଗ କଥା କହିଲେ, ଏବଂ ବିନା ମୁଦ୍ରାରେ ବିକଳ୍ପ ବ୍ୟବହାର ଯୋଉ ସୀମିତ ସମ୍ବଳ, ବିନା ମୁଦ୍ରାରେ ଯୋଉ ସମ୍ବଳ ଗୁଡିକ ମିଳୁଛି, ଯେପରି ସୂର୍ଯ୍ୟ କିରଣ, ଝରଣାର ପାଣି, ବାୟୁ, ତାହା କଥା ବିଷୟ ଏଠି କହିଲେ। ତାପରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ କରନ୍ତି ଏବଂ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ କରନ୍ତି, ଉତ୍ପାଦନ କଥା କହିଲେ, ଏବଂ ତା ବର୍ତ୍ତମାନ ଭବିଷ୍ୟତ ବ୍ୟକ୍ତି ପାଇଁ ବଣ୍ଟନ କରିବେ। ବର୍ତ୍ତମାନ ମାନେ ବର୍ତ୍ତମାନ ଥିବା ଯୋଉ ମାନେ ଯୋଉ ଜନସଂଖ୍ୟା ତାକୁ ବ୍ୟବହାର କରିବେ, ପ୍ଲସ ଆସୁଥିବା ଆଗାମୀ ପିଢିର ଜନସଂଖ୍ୟା ପାଇଁ ମଧ୍ୟ ସୁରକ୍ଷିତ ରହିବ। ତେଣୁକରି ଏଙ୍କର ସଂଜ୍ଞାରେ ମୋଟାମୋଟି ଭାବେ ଯୋଉ ଯେତିକ ସମାଲୋଚିତ ହଉଥିଲା ଯୋଉ ବିନ୍ଦୁ ଗୁଡିକରେ, ତିନୋଟି ଯାକ ଡେଫିନେସନରେ ଇଏ ପାଖାପାଖି ତା ଦେହର ଇଏ କଣ କଲେ, ସେଥିରେ କଣ କଲେ, ସେଇଗୁଡିକ ଏଥିରେ ଏଙ୍କର ଡେଫିନେସନରେ ବା ଏଙ୍କର ସଂଜ୍ଞାରେ ସେଗୁଡିକ ସ୍ଥାନ ପାଇଛି। ଯୋଉ ଆଉ ସମାଲୋଚିତ ହଉଥିବା ବିନ୍ଦୁ ଗୁଡିକ ଏଠାରେ କଣ ହେଇଛି ନା ସମାଧାନ ହେଇଛି। ତାଙ୍କର ବୈଶିଷ୍ଟ୍ୟ ହଉଛି ସମାନୁକ୍ରମ ଅଭିବୃଦ୍ଧି,
ସମୟ ଅନୁସାରେ କ'ଣ ହବ ନା ଅଭିବୃଦ୍ଧି ହବ, ଭବିଷ୍ୟତ ପାଇଁ ଯୋଜନା ତିଆରି ହେବ ଏବଂ ସାମୂହିକ ବଣ୍ଟନ ହବ। ଅର୍ଥାତ୍ ବର୍ତ୍ତମାନର ଯୋଉ ବ୍ୟକ୍ତି ବିଶେଷ ଏବଂ ଭବିଷ୍ୟତର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସମ୍ବଳ କିପରି ବଣ୍ଟନ ହୋଇପାରିବ। ଇଏ ଥିଲା ପଲ୍ ସାମୁଏଲଙ୍କର ଅଭିବୃଦ୍ଧିମୁଖୀ ସଂଜ୍ଞା। ତାପରେ ଆମେ ପିଲାମାନେ, ତମକୁ ଯଦି ଏ ଭିଡ଼ିଓଟି ଭଲ ଲାଗିଛି ତାହେଲେ ତମେ କ'ଣ କର, ଲାଇକ୍ଟେ କର, ସାଙ୍ଗମାନଙ୍କ ସହିତ ସେୟାର କର, ମତାମତ ପାଇଁ କମେଣ୍ଟରେ କମେଣ୍ଟ ଦିଅ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖ, ବେଲ୍ ଆଇକନକୁ ପ୍ରେସ୍ କର, ଯାହା ଫଳରେ କି ଲାଟେଷ୍ଟ ଅପଡେଟ୍ ତମେ